ପାରଳାଖେମୁଣ୍ଡି ରଥ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଧାୟକ ଓ ପ୍ରଶାସନ। ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ କେମିତି ଚାଲିଛି ତଦାରଖ କରିବା ନିମନ୍ତେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟିର ଅଧ୍ୟକ୍ଷ ଅନୁପ ପଣ୍ଡା, ତହସିଲଦାର ନାରାୟଣ ବେହେରା ପ୍ରମୁଖ ଯାଇ ଦେଖିଥିଲେ। ଏହାସହ ସେମାନେ ରଥ ନିର୍ମାଣର ମୁଖ୍ୟ ମହାରଣା ଓ କାରିଗରଙ୍କ ସହ ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ରଥ ନିର୍ମାଣ କାର୍ଯ୍ୟ ଠିକ୍ ଠାକ୍ରେ ଚାଲିଥିଲା, କିନ୍ତୁ ଅନ୍ନପ୍ରସାଦ ବଣ୍ଟନ ପରମ୍ପରା ଭଙ୍ଗ ନିଷ୍ପତ୍ତିକୁ ବିରୋଧ କରି ରଥ ନିର୍ମାଣର ମୁଖ୍ୟ ମହାରଣା ଓ କାରିଗରମାନେ ରଥ ନିର୍ମାଣ କାମ ବୁଧବାର ଦିନ ବନ୍ଦ କରିଦେଇଥିଲେ। ପରେ କମିଟିର ହସ୍ତକ୍ଷେପ ପରେ ପୁଣି ଗୁରୁବାର ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।